ଗ୍ୟାସ୍ ଟାଙ୍କି ଫାଟିଲା, ମା ବାପା ଓ ପୁଅ ଗୁରୁତର। ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ, 3 ଗୁରୁତର। 2 ବଖରା ଘର ଭସ୍ମୀଭୂତ। ରୋଷେଇ ବେଳେ ଗ୍ୟାସ୍ ଟାଙ୍କି ଫାଟିଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଅଗ୍ନିକାଣ୍ଡ ଘଟିଛି। ତେବେ ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ବେଳେ ଘରର ଗ୍ୟାସ୍ ଟାଙ୍କି ପ୍ରଥମେ ଲିକ୍ ହୋଇଥିଲା ଓ ପରେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିବା ସୂଚନା ମିଳିଛି। ପରେ ଘରେ ନିଆଁ ଲାଗି ଯାଇଥିଲା। ବୃନ୍ଦାବନ ସାହୁ, ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ ଗୁରୁତର ହୋଇଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। दीपक कुमार साहू उच्चपदा काली 7-8 खंडे घरे रोषे गैस लीक कर अग्निकांड होता। घर 3 बखरा पोड़ी बहुत पैसा भी नष्ट होती। भद्रक मेडिकल आसिक आम अच्छु 3 जन आम आघात असुस्थ अच्छु। माँ बेसी क्षतिगत होती। निहत आम जापारू केमी लगे सडन लगे आम भावुँ प्राय गैस लीक न करेन्ट द्वारा भी हो पाता। मेडिकल एसना 2टी फैन अच्छी बहुत कष्ट जंत्रणा होना अच्छु। भद्रकरू लक्ष्मीकांत महांती रिपोर्ट, विश्व विजयी न्यूज ओडिशा।